ସାଙ୍ଗମାନେ ଆଜିର ଭିଡ଼ିଓଟି କି ମୁଁ ସ୍ୱାଗତ କରୁଛି। ଆଜି ଦେଖୁନାହାନ୍ତି କ'ଣ ମୁଁ ଧରିଛି। ଆଜି ମନ ହେଲା ଅଣ୍ଡା ଖାଇବାକୁ, ଅଣ୍ଡା ତରକାରୀ କରିବାକୁ। ଅଣ୍ଡା ତରକାରୀ କରିକି ଆଜି ଦେଖେଇବି ତୁମକୁ ଭିଡ଼ିଓ ମାଧ୍ୟମରେ। ଆଜି ସବୁବେଳେ ତ ଚିକେନ୍ ମାଛ ଖିଆ ହେଉଛି, ଆଜି ଦେଖିଆ ଅଣ୍ଡା କେମିତି ଲାଗୁଛି, ଟିକେ ଭଲ ଲାଗୁଛି ଖିଆ ହେବ ଆଉ। ତରକାରୀ କରିକି ଆଉ ଯାଉଛୁ ସିଝେଇ ଦେବି, ତା ପଛରେ ଛଡ଼େଇକି ତରକାରୀ ହେବ। ଆଳୁ ସିଝେଇଥିଲି ଦେଖନ୍ତୁ, ଅଣ୍ଡା ତା ଉପରେ ସିଝେଇ ଦେଉଛି। ଆଗରୁ ଆଳୁଟା ବସାଇ ଦେଇଥିଲି, ଆଳୁଟା ଟିକେ ବହୁତ ସମୟ ସିଝିବ, ତାପରେ ଅଣ୍ଡା ଟିକେ ସିଝେଇ ଦେବି, ତା ପଛରେ ଛଡ଼େଇକି ମସଲା ବଟା ହେଲେ ଝୋଳ ହେବ ଆଉ ଦେଖେଇବି ଆଉ। ମସଲା ଏବେ ହେଉଛି ରେଡ଼ି, ଦେଖିପାରୁଥିବେ ପିଆଜ କଟା ହେଉଛି, ଆଉ ଏଠି ବସିକି ବୋଉ ରସୁଣ ଛଡ଼ାଉଛି। ଅଣ୍ଡା ତ ସିଝା ହେଇଛି, ଆଉ ସିଝା ହେଇସାରିଲେ ତାକୁ ଭଜା ହେଇକି ତାପରେ ମସଲା ବଟା ହେବ ଆଉ ନା। ହଁ, ମସଲା ତାପରେ ଆଗ ଅଣ୍ଡା ଭଜା ହେବ ଛଡ଼ା ହେଇକି ତେଲରେ, ତା ପଛରେ ଏଠୁ ମସଲା ବଟା ହେଇକି କଷା ହେଇସାରିଲେ ପରେ ଝୋଳରେ ପଡ଼ିବ ଆଉ। ଏବେ ଦେଖନ୍ତୁ ପଖାଳ ଭାତ ଖାଉଛି, ଅଣ୍ଡା ଭାଜିଛି, ଆମ୍ଲେଟ୍ କରିଛି, ଆଉ ଶୁଖୁଆ ଭଜା, ତା ପଛରେ ଏଠୁ ବାଇଗଣ ତାକୁ ତେଲରେ ତାକୁ ସେକି କରି, ତାପରେ ବଡ଼ି ଚକଟିକି ବଢ଼ିଆ ଟେଷ୍ଟ ଲାଗୁଛି ତାକୁ କରିଛି। ତାପରେ ଅଣ୍ଡା ସିଝେଇକି ଥୋଇଛି, ପଖାଳ ଖାଇସାରିଲେ ତାକୁ ଛଡ଼େଇବି, ତା ପଛରେ ଭାଜିକି ଝୋଳ କରିବି ଆଉ। ଏବେ ଦେଖନ୍ତୁ ତେଲ ପକେଇକି ଅଣ୍ଡା ଛଡ଼େଇକି ଆଣିଛି, ତାକୁ ତେଲରେ ଏବେ ଭଜା ହେବ। ଭଜା ସଇଲେ ତାପରେ ମସଲା କଷେଇକି ଝୋଳ ହେବ ଆଉ। ଏବେ ତରକାରୀ ହେଇଯାଇଛି ଦେଖୁନାହାନ୍ତି, ପୁରା ରେଡ଼ି ହେଇଛି ତରକାରୀ, ଆଉ ତାପରେ ଖିଆ ହେବ ଆଉ। ପୁରା ତରକାରୀ ହେଇଯାଇଛି ଆଉ। ଏବେ ଦେଖିପାରୁଥିବେ ଆଉ ଭାତ ଅଣ୍ଡା ତରକାରୀ ଆଣିଛି, ଆଉ କେମିତିଆ ଲାଗୁଛି ଖାଇଲେ ଜାଣିବା ଆଉ କେମିତି ଲାଗୁଛି ଆଉ। ବଢ଼ିଆ ଟେଷ୍ଟ ହେଇଛି। ଆଉ ଭିଡ଼ିଓ ସାଙ୍ଗମାନେ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଲାଇକ୍ କରିକି ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି ଏଇଠି ମୁଁ ରଖୁଛି।